4 ବର୍ଷର ଭଲ ପାଇବା ଆଗରେ ହାରି ଯାଇଥିଲି। ତାର ସେ ନିରୀହ ଆଖିରୁ ଝରୁଥିବା ଲୁହକୁ ଦେଖି ସହିପାରିନଥିଲି। ସେ କରିଥିବା ସବୁ ଭୁଲକୁ କ୍ଷମା କରି ପୁଣି ଥରେ ତାକୁ ଆପଣେଇ ନେଇଥିଲି। ହେଲେ କ'ଣ ଜାଣିଥିଲି ସେ ଅସୁବିଧାରେ ପଡ଼ି ମୋ ପାଖକୁ ଫେରିଥିଲା ବୋଲି, ଆଉ ମୋ ସହ ଭଲ ପାଇବାର ନାଟକ କରୁଥିଲା ବୋଲି। 4 ବର୍ଷ ତଳୁ ମୋତେ ଭଲ ପାଇଥିବା ପ୍ରେମିକାଟା 2 ମାସ ତଳୁ ଭଲ ପାଉଥିବା ନୂଆ ପ୍ରେମିକକୁ ସେ ଭୁଲି ପାରୁନଥିଲା। ଏ ହୃଦୟସ୍ପର୍ଶୀ କଥା ଥିଲା ଖୋର୍ଦ୍ଧାର ଜଣେ ପାଗଳ ପ୍ରେମିକ ସଞ୍ଜୁର। ସେଦିନ କ'ଣ ହେଇଥିଲା ତା ସହିତ ପୁରା କଥା ଜାଣିବାକୁ ତାର କିଛି ଦିନର ଅତୀତକୁ ଫେରିବାକୁ ପଡ଼ିଲା। ପ୍ରଥମରୁ ସୁଖ ଦେଇଥିବା ଅତୀତଟା ପର ମୁହୂର୍ତ୍ତରେ ସଞ୍ଜୁ ଆଖିରେ ଭରି ଦେଇଥିଲା ଅସୁମାରୀ ଲୁହ। ଆଜିର ଏ କାହାଣୀ ଜଣେ ଏମିତି ପାଗଳ ପ୍ରେମିକର ନିଜ ପ୍ରେମିକା ଆଉ କାହାର ହେବା ପରେ ଜାଣିବି ପୁଣି ଥରେ ପାଖକୁ ଆସିଥିବା ପ୍ରେମିକାକୁ ନିଜର ତ କରିଥିଲା, କିନ୍ତୁ ସେ ଆଉ ତାର ହେଇକି ନଥିଲା। କିଛି ଅସୁବିଧାରେ ପଡ଼ି ତା ପାଖକୁ ଫେରିଥିବା ପ୍ରେମିକାକୁ ସେ ପୁଣି ଆପଣେଇ ଗୋଟେ ନୂଆ କିଳା ହୁଇସିଲ୍ ମାରିକି ଡାକିଥିଲା। କ'ଣ ଥିଲା ସେ କିଳା, ଆଉ 4 ବର୍ଷର ପ୍ରେମ ସମ୍ପର୍କରେ କିଏ ସାଜିଥିଲା ଭିଲିଆନ୍, ଏସବୁ ଘଟଣା ଆଜି ଆପଣଙ୍କୁ ଏହି କାହାଣୀରେ କହିବୁ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଖୋର୍ଦ୍ଧାର ସଞ୍ଜୁ ଇନ୍ଷ୍ଟା ଦେଖୁ ଦେଖୁ ନଜର ପଡ଼େ ସାଲେପୁର ଅଞ୍ଚଳର ପୂଜାର ଇନ୍ଷ୍ଟା ଆଇଡି ଉପରେ। ସଞ୍ଜୁ ପୂଜାକୁ ଇନ୍ଷ୍ଟାରୁ ଦେଖି ପ୍ରଥମେ ଫଲୋ କରେ, ଆଉ ପୂଜା ଯେତେବେଳେ ସଞ୍ଜୁର ଫଲୋ ଦେଖେ ସେ ବି ସଞ୍ଜୁକୁ ଫଲୋ କରିଦିଏ। ୟାରି ଭିତରେ ଆରମ୍ଭ ହୋଇଯାଏ ହ୍ୟାଲୋ ହାଏର ମେସେଜ୍, ଆଉ ସେଇ ମେସେଜରୁ ଆରମ୍ଭ ହୁଏ ପ୍ରେମ। ଇନ୍ଷ୍ଟାରେ ଥିବା ଫଟୋ ଦେଖି ଆରମ୍ଭ ହୋଇଥିବା ପ୍ରେମଟା ଧୀରେ ଧୀରେ ଗଭୀର ହୁଏ। ସାଲେପୁର ପାଠପଢ଼ା ସରିବା ପରେ ପୂଜା ଭୁବନେଶ୍ୱର ବାହାରି ଆସେ କିଛି କରିବା ଆଶାରେ, କିନ୍ତୁ ସଞ୍ଜୟ ତାକୁ ମନା କରେ। ହେଲେ ପୂଜାର ଜିଦ୍ ଆଗରେ ସେ ହାରିଯାଏ, ଆଉ ପୂଜା ଏକ ପ୍ରାଇଭେଟ୍ ଅଫିସରେ ଚାକିରି ବି କରେ। ସାଲେପୁରରୁ ସିଧା ଭୁବନେଶ୍ୱର। ଯେହେତୁ ସଞ୍ଜୁ ଖୋର୍ଦ୍ଧାରେ ରହୁଥିଲା, ଏବେ ଉଭୟଙ୍କ ଦେଖା ସାକ୍ଷାତ ବି ବଢ଼ିବାକୁ ଲାଗେ। ଏମିତିକି ପୂଜା ବି ସଞ୍ଜୟ ଘରକୁ ଯାଏ, 2-3 ଦିନ ଯାଏ ତାଙ୍କ ଘରେ ରୁହେ। ୟାରି ଭିତରେ ପୂଜା ସଞ୍ଜୁକୁ ଛାଡ଼ି ନିଜ ଅଫିସର ଜଣେ ସାରଙ୍କ ଆଡ଼କୁ ଆକୃଷ୍ଟ ହୁଏ। ଧୀରେ ଧୀରେ ସଞ୍ଜୁ ସହ କଥା ହେବା ବି ବନ୍ଦ କରିଦିଏ। ଏପଟେ ପୂଜା ନୂଆ ପ୍ରେମିକ ତାଙ୍କ ସାରଙ୍କୁ ପ୍ରେମ କରି ମଜା ନିଏ, ସେପଟେ ସଞ୍ଜୁ ପୂଜା ବିନା କଷ୍ଟ ଯନ୍ତ୍ରଣାରେ ଛଟପଟ ହୁଏ। ପୂଜା ଏମିତି ଅଚାନକ ବଦଳି ଯିବାଟା ସଞ୍ଜୁ ସହଜରେ ହଜମ କରିପାରେ ନା। 4 ବର୍ଷର ପ୍ରେମ ସମ୍ପର୍କ କିଛି କମ୍ ନୁହେଁ ଆଜ୍ଞା। ତାରି ଭିତରେ ପୂଜା ତାଙ୍କ ଘରକୁ ଯିବା, ଅନେକ ଥର ତାଙ୍କ ଘରେ ରହିବା ଉଭୟଙ୍କ ସମ୍ପର୍କକୁ ଅଧିକ ନିବିଡ଼ କରିଦେଇଥିଲା ସତ, କିନ୍ତୁ ପୂଜା ତାଙ୍କ ଅଫିସରେ ସାରଙ୍କ ପ୍ରେମରେ ପଡ଼ି ସଞ୍ଜୁକୁ ଭୁଲିବାକୁ ପଛାଏ ନାହିଁ। ସଞ୍ଜୁ ସହିତ ବିତେଇଥିବା ଶେଷ ମୁହୂର୍ତ୍ତକୁ ପୂଜା ଚୁଟକୁରେ ଭୁଲିଯାଏ। ୟା ଭିତରେ 2 ମାସ ବିତିଯାଏ। ସଞ୍ଜୁ ସିନା ସବୁବେଳେ ପୂଜା ଖବର ନିଏ, ହେଲେ ପୂଜା ଦିନେ ବି ସଞ୍ଜୁ ଖବର ନେବା କଥା ତ ଦୂରର କଥା, ତାକୁ ଥରେ ମନେ ବି ପକାଏ ନା। ତାକୁ ତ ତା ପ୍ରେମିକ ମିଳିଯାଇଛି ନା। ହେଲେ ୟାରି ଭିତରେ ପୂଜା ସହ ଏକ ଅଘଟଣ ଘଟେ। ପୂଜା ଭଲ ପାଉଥିବା ତାଙ୍କ ସାର୍ ତାକୁ ଧୋକା ଦିଅନ୍ତି, ଆଉ ସେ ଭାଙ୍ଗି ପଡ଼େ, କଷ୍ଟ ପାଏ, ଯନ୍ତ୍ରଣା ପାଏ, ଆଉ ସେତିକି ବେଳେ ପୁଣି ଥରେ ପୁରୁଣା ପ୍ରେମିକ ସଞ୍ଜୁ କଥା ମନେ ପକାଏ। ଆଉ ତାର ଜଣେ ସାଙ୍ଗ ମାଧ୍ୟମରେ ସଞ୍ଜୁ ସହ କଥା ବି ହୁଏ, ଆଉ ପୁଣି ଥରେ ସଞ୍ଜୁ ପାଖକୁ ଫେରିବାକୁ ଚେଷ୍ଟା କରେ। ସଞ୍ଜୁ ପୂଜାର ସବୁ କଥା ଜାଣିଥିଲେ ବି ପାଗଳ ଭଳି ଭଲ ପାଉଥିବା ପୂଜାକୁ ପୁଣି ଥରେ ଗ୍ରହଣ ବି କରିନିଏ। ଏପଟେ ପୂଜା ସିନା ସଞ୍ଜୁ ପାଖକୁ ଫେରେ, ହେଲେ ସେ ସାର୍ ଏଇ 2 ମାସ ଭିତରେ ଏମିତି କି ଯାଦୁ କରିଥିଲେ କେଜାଣି, ସେ 4 ବର୍ଷ ଧରି ଭଲ ପାଉଥିବା ପ୍ରେମିକ ସଞ୍ଜୁ ଅପେକ୍ଷା ଦ୍ୱିତୀୟ ପ୍ରେମିକ ସେଇ ଅଫିସ ସାର୍ଙ୍କ କଥା ଭାବି ଭାବି ସବୁବେଳେ କାନ୍ଦି ଚାଲେ। ସେ ସାର୍ଙ୍କ ଫଟୋ ଷ୍ଟାଟସରେ ଦିଏ। ସଞ୍ଜୁ ଏସବୁ ଦେଖି ନିଜକୁ ବଦଳେଇବାକୁ ଚେଷ୍ଟା କରେ, ଆଉ 4 ବର୍ଷ ଧରି ଭଲ ପାଉଥିବା ପୂଜାକୁ ଭୁଲିବାକୁ ମନସ୍ଥ କରି ତାକୁ ସବୁଦିନ ପାଇଁ ପାଖରୁ ଦୂରେଇ ବି ଦିଏ। ଏମିତି ନୁହେଁ କି ତାକୁ ଦୂରେଇ ଦେଲା ବେଳେ ସଞ୍ଜୁକୁ କଷ୍ଟ ହେଇନି, ବହୁତ କଷ୍ଟ ହେଇଛି ଆଜ୍ଞା। 6 ମାସ ଧରି ତାକୁ ମନେ ପକେଇ ତା ପାଇଁ କେତେ ଲୁହ ଝରେଇଛି, ତଥାପି ତାକୁ ଦୂରେଇ ଦେବାକୁ ବାଧ୍ୟ ହେଇଛି। ପ୍ରଥମେ ତାକୁ ଛାଡ଼ି ଆଉ ଜଣକୁ ପ୍ରେମ କଲା, ତାକୁ ବି ସହିଲା। ପରେ ତାର ସବୁ କଥା ଜାଣିବା ପରେ ପୁଣି ନିଜର କଲା, କିନ୍ତୁ ସେ ତାକୁ ଭଲ ପାଇବା ବଦଳରେ ଅନ୍ୟ ଜଣଙ୍କ କଥା ଭାବିବା କେମିତି ସହିବ ସଞ୍ଜୁ? ତେଣୁ ସେ ଚିନ୍ତା କଲା, ଦୁଃଖ ଏମିତି ସହୁଛି ସେମିତି ବି ସହିବ, କିନ୍ତୁ ତାଠୁ ଦୂରେଇ ଯିବାଟା ଭଲ ହେବ। ଶେଷରେ କହିଥିଲା, ପ୍ରତାପ ଭାଇ, ସବୁ କଷ୍ଟ ଯନ୍ତ୍ରଣା ଭିତରେ ତାକୁ ଦୂରେଇ ଦେବାର 8 ମାସ ହେଇସାରିଥିଲା, ଆଉ ମୁଁ ତାକୁ ସବୁଥିରୁ ବ୍ଲକ୍ ବି କରିସାରିଥିଲି। ଯଦିଓ ଏବେ ମୁଁ ତାକୁ ପୁରା ଭୁଲି ପାରିନି, କିନ୍ତୁ ସେ ସେମିତି ଆଉ କେବେ ବି ମନେ ବି ପଡ଼ୁନି। ଦିନ ଥିଲା ତା ପ୍ରେମ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ଥିଲି, ତାକୁ ପାଗଳ ଭଳି ଭଲ ପାଉଥିଲି, ହେଲେ ସେଇ ଝିଅଟା ମୋ ପ୍ରେମକୁ ବୁଝିପାରିଲାନି ଭାଇ। ପ୍ରତାପ ଭାଇ, ମୁଁ ତାକୁ ଦ୍ୱିତୀୟ ଥର ପାଖକୁ ଆଣିବାଟା କ'ଣ ଭୁଲ ଥିଲା? ମୁଁ କହିଲି, ନିଶ୍ଚିତ ଭୁଲ କଲ। ସେ ତମ କମଜୋରି ଜାଣିପାରିଲା, ଆଉ ସେଥିପାଇଁ ସେ ତମକୁ କେବଳ ୟୁଜ୍ ହିଁ କରିବାକୁ ଲାଗିଲା। ସେ କହିଲା, ଠିକ୍ କହିଲ ଭାଇ। ଭାଇ, ଏଇ କାହାଣୀଟା ଟିକେ ମୋ ପାଇଁ କରନ୍ତେନି? କହିଲେ, ହଁ ନିଶ୍ଚିତ କରିବି, ଆଉ ଏଇ କାହାଣୀଟା ଲେଖିଦେଇଥିଲି।
ସତ କହିଲେ ଆଜ୍ଞା, ସଞ୍ଜୁ ପୂଜାକୁ ଦ୍ୱିତୀୟ ଥର ଆପଣେଇ କ'ଣ ଭୁଲ କରିଛି ନା ଠିକ୍ କରିଛି? ଆପଣଙ୍କ ମତାମତ କମେଣ୍ଟ କରି ଜଣାଇବା ସହିତ କାହାଣୀ କେମିତି ଲାଗିଲା ଜଣାଇବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।